ନମସ୍କାର ବନ୍ଧୁଗଣ ୱେଲକମ୍ ଟୁ ଏଜୁକେସନ୍ ପଏଣ୍ଟ ଚ୍ୟାନେଲ୍। ତେବେ ବନ୍ଧୁଗଣ ଆପଣମାନଙ୍କ ପାଇଁ ଫୋନ୍ ଧରି ନ୍ୟୁ ଇନଫର୍ମେସନ୍ ନେଇକି ଆସିଛି, ଯେଉଁଟା ରହିଛି ବାଲଗୋପାଳ ସେବା ନିକେତନ ତରଫରୁ ରହିଛି ଭ୍ୟାକେନ୍ସି, ଯେଉଁଟା ରହିଛି ଅଷ୍ଟମ ପାସ୍ରୁ ବା 8 ପାସ୍ରୁ ଉର୍ଦ୍ଧ୍ୱ ଯୋଗ୍ୟତା ଥିଲେ ଆପଣମାନେ ଇଲିଜିବଲ୍ ହୋଇପାରିବେ। ଏଠାରେ ବିଭିନ୍ନ ପ୍ରକାର ରହିଛି ଭ୍ୟାକେନ୍ସି, ଯେମିତି ରହିଛି ଆପଣ ଦେଖିପାରୁଥିବେ ଷ୍ଟୋର କିପର କମ୍ ଆକାଉଣ୍ଟାଣ୍ଟ ପୋଷ୍ଟ, ହାଉସ୍ ଫାଦର, ହାଉସ୍ ମଦର ଏବଂ ତା ସହିତ ଏଜୁକେଟର ରହିଛି ପୋଷ୍ଟ ଅଛି, ପାରାମେଡ଼ିକାଲ ଷ୍ଟାଫ୍ ପୋଷ୍ଟ ରହିଛି, ଆଉ ନାଇଟ୍ ୱାଚମ୍ୟାନ୍ ମଧ୍ୟ ପୋଷ୍ଟ ରହିଛି। ଏଇଭଳି ବିଭିନ୍ନ ପ୍ରକାର ପୋଷ୍ଟ ରହିଛି। ତେବେ ଆସନ୍ତୁ ଦେଖିବା କେତୋଟି ପୋଷ୍ଟ ରହିଛି, କ'ଣ କ'ଣ ପୋଷ୍ଟ ରହିଛି, ତା'ର ସାଲାରୀ କେତେ ରହିବ ଏବଂ ଏହାର କ୍ୱାଲିଫିକେସନ୍ କ'ଣ ରହିଛି, ଆଉ ଆପ୍ଲାଏ ପ୍ରୋସେସ୍ କ'ଣ ରହିଛି, ସବୁ ଡିଟେଲ୍ସ ଆପଣମାନଙ୍କୁ କହିବି। ଜମାରୁ ଭିଡ଼ିଓଟି କାଟି କାଟି ଦେଖିବେ ନାହିଁ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ, ଯାହାଦ୍ୱାରା ଆପଣ ଫୁଲ୍ ଡିଟେଲ୍ସ ଜାଣିପାରିବେ। ଆପଣମାନେ ବହୁଳ ମତେ ଦେଖୁଛନ୍ତି, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରି ରଖନ୍ତୁ। ଦେଖନ୍ତୁ ଆପଣଙ୍କର ଗୋଟେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ଦ୍ୱାରା ମୋତେ ବହୁତ ସାରା ମୋଟିଭେଟ୍ ମିଳୁଛି ଆଉ ଏନକରେଜ୍ ମିଳୁଛି। ତା ସହିତ ଆପଣମାନଙ୍କ ପାଇଁ ଏହିଭଳି ଅପଡ଼େଟ୍ ମୁଁ ଇନଫର୍ମେସନ୍ ସବୁଦିନ ଆଣିପାରୁଛି ଏବଂ ଇନଫର୍ମେସନ୍ଟି ଇଜିଲି ସମସ୍ତଙ୍କ ପାଖରେ ପହଞ୍ଚି ପାରୁଛି। ଯଦି ଆପଣ ସେୟାର କରୁଛନ୍ତି, ସମସ୍ତେ ଯେଉଁମାନଙ୍କର ଜବ୍ ନିଡ଼ି ରହିଛି ବା ଜବ୍ ସିକର୍ ଯେଉଁମାନେ ଅଛନ୍ତି, ସେମାନଙ୍କ ପାଖରେ ଏଇ ଇନଫର୍ମେସନ୍ଟି ଇଜିଲି ପହଞ୍ଚି ପାରୁଛି। ଦେଖନ୍ତୁ ରହିଛି ଭ୍ୟାକେନ୍ସି, ଗୋଟେ ବାଲଗୋପାଳ ସେବା ନିକେତନ ତରଫରୁ ରହିଛି ଭ୍ୟାକେନ୍ସି, ଯେଉଁଟାକି ରହିଛି ଷ୍ଟୋର କିପର। ପ୍ରଥମେ ଆକାଉଣ୍ଟାଣ୍ଟ କହିବା, ତା'ର କ୍ୱାଲିଫିକେସନ୍ ଦେଖନ୍ତୁ, ପିଜି ପ୍ରିଫରେବୁଲ୍ ଇନ୍ କମର୍ସ MBA ୱିଥ୍ କମ୍ପ୍ୟୁଟର ପ୍ରଫିସିଏନ୍ସି ଥିବ, ସେମାନେ ଇଲିଜିବଲ୍ ହୋଇପାରିବେ। ଏଜ୍ ଲିମିଟ୍ ଦେଖିଲେ ବର୍ତ୍ତମାନ ତ ଭ୍ୟାକେନ୍ସି ଦେଖନ୍ତୁ ଗୋଟେ ଭ୍ୟାକେନ୍ସି ଅଛି, ଯାହା ସାଲାରୀ 18,536 ଅଛି। ସେଭଳି ଦେଖନ୍ତୁ ହାଉସ୍ ଫାଦର ଦେଖନ୍ତୁ, ଗ୍ରାଜୁଏଟ୍ ଇନ୍ ସାଇନ୍ସ, ତ ମେଲ୍ ମଧ୍ୟ ରହିଛି, ଯେଉଁଟାକି ୱାନ୍ ଫ୍ରମ୍ ସାଇନ୍ସ ଗ୍ରାଜୁଏଟ୍। ତ ସାଇନ୍ସ ଯେଉଁମାନଙ୍କ ଗ୍ରାଜୁଏସନ୍ ଥିବ ବା +3 ଥିବ ସାଇନ୍ସ ବା BSc କରିଥିବେ, ସେମାନେ ଇଲିଜିବଲ୍ ହୋଇପାରିବେ, ଯାହାର ସାଲାରୀ 14,564 ଅଛି। ସେଭଳି ହାଉସ୍ ମଦର ଦେଖିବେ, ବର୍ତ୍ତମାନ ଆର୍ଟ୍ସ, ଯେଉଁଟା ଗ୍ରାଜୁଏସନ୍ ଆର୍ଟ୍ସ +3 କରିଥିବେ, ଆର୍ଟ୍ସ କରିଥିବେ, ତା ସହିତ ଫିମେଲ୍ ସେ ହେଇଥିବେ, 14,564 ମଧ୍ୟ ସାଲାରୀ ରହିଛି। ଏଜୁକେଟର ଦେଖନ୍ତୁ, ସାଇନ୍ସ ଅର୍ ଆର୍ଟ୍ସ ଯାହା ବି ହେଇଥାଉ, ଗ୍ରାଜୁଏସନ୍ କରିଥିବେ, ମାନେ ଯେଉଁ ଆର୍ଟ୍ସ ପିଲା ହଉ ସାଇନ୍ସ ପିଲା ହଉ +3 କରିଥିବେ। ତା ସହିତ ଗୋଟେ ଭ୍ୟାକେନ୍ସି ମଧ୍ୟ ରହିଛି ଏବଂ ସାଲାରୀ 10,000 ରହିବ। ପାରାମେଡ଼ିକାଲ ଷ୍ଟାଫ୍ ଦେଖନ୍ତୁ, କମ୍ପାଉଣ୍ଡର ଅର୍ ଫାର୍ମାସିଷ୍ଟ ହାଭିଂ ଡିପ୍ଲୋମା ଆୟୁର୍ବେଦିକ, ହୋମିଓପାଥିକ, ଅନ୍ୟାନ୍ୟ ଫ୍ରମ୍ ଇନଷ୍ଟିଟ୍ୟୁସନ୍। ତ ଏଇ ଯେଉଁ କୋର୍ସ କରିଥିଲେ, ସେଇ କୋର୍ସ ଯେଉଁମାନେ କରିଥିବେ ସେମାନେ ଇଲିଜିବଲ୍ ହୋଇପାରିବେ। ଯାହାର ଆପଣ ଦେଖୁଥିବେ ଗୋଟେ ପୋଷ୍ଟ ଅଛି, ସାଲାରୀ 11,916 ରହିଛି, 11,916 ରହିଛି। ଯେଉଁଟା PT ଇନଷ୍ଟ୍ରକ୍ଟର କମ୍ ୟୋଗା ଟ୍ରେନର ଦେଖନ୍ତୁ, BA BPD କରିଥିବେ, ତା ସହିତ ଗୋଟେ ଭ୍ୟାକେନ୍ସି ମଧ୍ୟ ରହିଛି, ମେଲ୍ ଅର୍ ଫିମେଲ୍ ଯାହା ବି ହେଉ 10,000 ସାଲାରୀ ରହିବ। ହେଲ୍ପର କମ୍ ନାଇଟ୍ ୱାଚମ୍ୟାନ୍, ତ ଆପଣମାନଙ୍କୁ କହିଥିଲି ଭିଡ଼ିଓ ମାଧ୍ୟମରେ, ତ ନାଇଟ୍ ୱାଚମ୍ୟାନ୍ ମଧ୍ୟ ପୋଷ୍ଟ ଅଛି, ଯାହାର ଯାହାର କ୍ୱାଲିଫିକେସନ୍ ଦେଖନ୍ତୁ ଅଣ୍ଡର ମେଟ୍ରିକ୍ ବା 8 ପାସ୍, ଅଷ୍ଟମ ପାସ୍ରୁ ଉର୍ଦ୍ଧ୍ୱ ଯୋଗ୍ୟତା ଥିଲେ ଆପଣମାନେ ଇଲିଜିବଲ୍ ହୋଇପାରିବେ ହେଲ୍ପର କମ୍ ନାଇଟ୍ ୱାଚମ୍ୟାନ୍ ପାଇଁ, ଯାହା ସାଲାରୀ 7,944 ଟଙ୍କା। ତ ଆପଣମାନେ ଦେଖିଲେ କେତୋଟି ପୋଷ୍ଟ ଅଛି, ଦେଖିଲେ କ'ଣ କ'ଣ ପୋଷ୍ଟ ଅଛି, ଦେଖିଲେ ତା କ୍ୱାଲିଫିକେସନ୍ କ'ଣ ରହିବ, ସାଲାରୀ କ'ଣ ରହିବ। ବର୍ତ୍ତମାନ ଦେଖିବା ଏଇ ପୋଷ୍ଟମାନଙ୍କର ଆପ୍ଲାଏ ପ୍ରୋସେସ୍ କ'ଣ ରହୁଛି। ଆପଣମାନେ ବହୁଳ ମୋତେ ଦେଖୁଛନ୍ତି, ଲାଇକ୍ କରୁନାହାନ୍ତି, ସେୟାର କରୁନାହାନ୍ତି, ସବସ୍କ୍ରାଇବ୍ କରୁନାହାନ୍ତି। ଦେଖନ୍ତୁ ଆପଣ ଗୋଟେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରି ରଖନ୍ତୁ। ଦେଖନ୍ତୁ ଆପଣ ଯଦି ଲାଇକ୍, ସେୟାର, ସବସ୍କ୍ରାଇବ୍ କରୁଛନ୍ତି, ମୋତେ ଏଇଭଳି ମୋଟିଭେଟ୍ ମିଳୁଛି, ଯେମିତିକି ମୁଁ ଆପଣମାନଙ୍କ ପାଇଁ ଏଇଭଳି ନ୍ୟୁ ଇନଫର୍ମେସନ୍ ସବୁଦିନ ଆଣିପାରୁଛି। ଆପଣଙ୍କର ଗୋଟେ ସେୟାର କରିବା ଦ୍ୱାରା ଇନଫର୍ମେସନ୍ଟି ଇଜିଲି ସମସ୍ତ ପାଖରେ ପହଞ୍ଚି ପାରୁଛି। ତେଣୁକରି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସବୁ ଡିଟେଲ୍ସ ଜାଣିପାରିବେ। ବର୍ତ୍ତମାନ ଆସନ୍ତୁ ଦେଖିବା ଏହାର ଆପ୍ଲାଏ ପ୍ରୋସେସ୍ କ'ଣ ରହିଛି, ତାହା ଆପଣମାନେ ଫୁଲ୍ଲି ଡିଟେଲ୍ସ ବୁଝେଇ ନେବି। ଦେଖନ୍ତୁ ଆପଣମାନଙ୍କ ସ୍ପିଡ୍ ପୋଷ୍ଟ ଅର୍ ରେଜିଷ୍ଟର ପୋଷ୍ଟ କରିବାକୁ ପଡ଼ିବ, ଯେଉଁଟା ଆଡ୍ରେସ୍ ଅଛି ସେ ଆଡ୍ରେସ୍ରେ ଆପଣ ସ୍ପିଡ୍ ପୋଷ୍ଟ ଅର୍ ରେଜିଷ୍ଟର ପୋଷ୍ଟ କରିବେ। ଏଠି ମେନ୍ସନ୍ ଦେଖନ୍ତୁ, ଆପଣ ଏଠି ମେନ୍ସନ୍ ରହିଛି, ସେ ବିଷୟରେ କରିବେ। କିନ୍ତୁ ଆପଣମାନେ ଜାଣି ରଖନ୍ତୁ, ଏହାର 5 ତାରିଖ ଲାଷ୍ଟ ଡେଟ୍ ରହିଛି। ଏ ଯେଉଁ ସ୍ପିଡ୍ ପୋଷ୍ଟ ଅର୍ ରେଜିଷ୍ଟର ପୋଷ୍ଟ କରିବେ ଆପ୍ଲାଏ ପ୍ରୋସେସ୍ ରହିଛି, ତ ଆପଣମାନଙ୍କର ସେଇ ଡେଟ୍ର ଲାଷ୍ଟ ଡେଟ୍ ଦେଖନ୍ତୁ 5 ତାରିଖ ରହିଛି, 5/1/2024 ରହିଛି। ଆପଣ ଦେଖିପାରୁଥିବେ ବାଏ 5:30 PM। ତା ଆଗରୁ ଆପଣମାନେ ଆପ୍ଲାଏ କରିପାରିବେ, ଠିକ୍ ଅଛି। ମାନେ ତା ଆଗରୁ ଆପଣମାନେ ଯେମିତି ସେ ଜାଗାରେ ପହଞ୍ଚି ପାରିଥିବ, ତ ସୋ ଦ୍ୟାଟ୍ ଆପଣ 3 days 2 days ବିଫୋର୍ ଆପଣ ଆପ୍ଲାଏ କରିବାକୁ ପଡ଼ିବ, ଯେହେତୁ ଡିଷ୍ଟାନ୍ସ ଥିବ। 3 days ଏଭଭ୍ ବିଫୋର୍ ଆପ୍ଲାଏ ଆପଣ କରନ୍ତୁ, ଯାହାଦ୍ୱାରା ସେଇ ଡେଟ୍ ଭିତରେ ପହଞ୍ଚିବ, ସେଇ ଡେଟ୍ରେ ଆପ୍ଲାଏ କରିବେ, ସେଇ ଡେଟ୍ରେ ପହଞ୍ଚିବାର ଅଛି ସେ ଜାଗାରେ। ତ ଆପଣମାନେ ଲାଷ୍ଟ ଡେଟ୍ ଦେଖିଲେ 5/1/2024 ଅଛି, ତ ଆପଣମାନେ ଟିକେ ଜଲ୍ଦି ଆବେଦନ କରିବେ, ଠିକ୍ ଅଛି। ଭଲସେ ବୁଝି ରଖନ୍ତୁ।
ତାପରେ ଆପଣ ଦେଖନ୍ତୁ ଆପ୍ଲାଏ ସମୟରେ କ'ଣ ଡକୁମେଣ୍ଟସ୍ ଦରକାର। ତ ଆପଣମାନେ ବୁଝନ୍ତୁ। ତ ଆପ୍ଲିକେସନ୍ ଫର୍ମାଟ୍ ଗୋଟେ ରହିଛି ଯେଉଁଟା ଆପଣମାନେ ଦେଖିପାରିବେ। ତ ଆପଣମାନେ ଦେଖିନେବି ମୋ ଡେସ୍କ୍ରିପସନ୍ ବକ୍ସରେ ଗୋଟେ ଲିଙ୍କ୍ ଦେବି। ସେ ଲିଙ୍କ୍ କ୍ଲିକ୍ କଲେ ଆପଣମାନେ ପାଇଯିବେ ସେଇ ଆପ୍ଲିକେସନ୍ ଫର୍ମାଟ୍ଟି। ତାପରେ ମଧ୍ୟ ଆପଣମାନଙ୍କୁ ସେ ଆପ୍ଲିକେସନ୍ ଫର୍ମାଟ୍ ମୁଁ ଦେଖେଇ ନେବି। ତାପରେ ଆପଣ କ'ଣ କରିବେ ସବୁ ଡକୁମେଣ୍ଟସ୍ ଆଟାଚ୍ କରିବେ ଆପଣଙ୍କର ପୋଷ୍ଟ ଅନୁସାରେ। ଯଦି ଆପଣ ଆପ୍ଲାଏ କରୁଛନ୍ତି ଧର ହାଉସ୍ ଫାଦର ତ ମାଗୁଥିଲେ ସାଇନ୍ସ ମାଗୁଥିଲା ଗ୍ରାଜୁଏସନ୍ ସାଇନ୍ସ। ତ ଆପଣମାନେ ସେଇ ସବଜେକ୍ଟରେ ସାଇନ୍ସ କରିଥିବେ 10th ପାଖରୁ +3 ପର୍ଯ୍ୟନ୍ତ ବା ଗ୍ରାଜୁଏସନ୍ ପର୍ଯ୍ୟନ୍ତ ସବୁ ସାର୍ଟିଫିକେଟ୍ ସେ ମାର୍କସିଟ୍ ଆଟାଚ୍ କରିବେ। ଆଇଡେଣ୍ଟି ପ୍ରୁଫ୍, ରିଜ୍ୟୁମ୍, ପାସପୋର୍ଟ ଫଟୋ, ରେସିଡେନ୍ସ ସାର୍ଟିଫିକେଟ୍ସ ତା ସହିତ ୟାକୁ ମାନେ ଆପ୍ଲିକେସନ୍ ଫର୍ମାଟ୍କୁ ଆଟାଚ୍ କରିବେ। ଆପ୍ଲିକେସନ୍ ଫର୍ମାଟ୍ ଆଟାଚ୍ କଲା ପରେ ଏସବୁ ଡକୁମେଣ୍ଟସ୍ ଆଟାଚ୍ କରି ଆପଣ ସ୍ପିଡ୍ ପୋଷ୍ଟ ଓ ରେଜିଷ୍ଟର ପୋଷ୍ଟ କରିବେ। ଭଲସେ ବୁଝି ରଖନ୍ତୁ। এইଭଳି ସବୁ ପୋଷ୍ଟ ଆପଣମାନେ ଆପ୍ଲାଏ କରିପାରିବେ। ଯଦି ଆପଣଙ୍କ କିଛି ଡାଉଟ୍ ହୁଏ ଏହାପରେ ଆପଣମାନେ କମେଣ୍ଟ ବକ୍ସ ମଧ୍ୟ କହିପାରିବେ। ତେବେ ଆସନ୍ତୁ ଦେଖିବା ଏ ଆପ୍ଲିକେସନ୍ ଫର୍ମାଟ୍ କହୁଥିଲି ଆପଣମାନଙ୍କୁ ତାହା ମୁଁ ଦେଖେଇ ନେବି। ଆଉ ମନେ ରଖନ୍ତୁ ମୋ ଡେସ୍କ୍ରିପସନ୍ ବକ୍ସରେ ଗୋଟେ ଲିଙ୍କ୍ ଦେବି। ସେ ଲିଙ୍କ୍ କ୍ଲିକ୍ କଲେ ଆପଣମାନେ ଫୁଲି ଡିଟେଲ୍ସ ପାଇବା ସହିତ ଆପ୍ଲିକେସନ୍ ଫର୍ମାଟ୍ ମଧ୍ୟ ପାଇପାରିବେ। ଠିକ୍ ଅଛି। ଦେଖନ୍ତୁ ଆପ୍ଲିକେସନ୍ ଫର୍ମାଟ୍ଟା କିଭଳି ରହିଛି। ଦେଖନ୍ତୁ ଏଇଟା ହେଲା ଆପ୍ଲିକେସନ୍ ଫର୍ମାଟ୍। ଆପଣ ଆକୁ ପ୍ରଥମେ ଆପଣ ପ୍ରିଣ୍ଟ ଭାଗ କରିନେବେ। ପ୍ରିଣ୍ଟ ଭାଗ ପରେ କ'ଣ କରିବେ ସବୁ ଡକୁମେଣ୍ଟସ୍ ଦେଖି ଆପଣ ଠିକ୍ ଭାବରେ ଫିଲ୍ଅପ୍ କରିବେ। ତାପରେ ଆପଣ ଯେଉଁ ଡକୁମେଣ୍ଟସ୍ କଲେ ଆଟାଚ୍ କରିବା ପାଇଁ ସେ ଆଟାଚ୍ କରି ଆପଣ 5/1/2026 ଆଗରୁ ଆପଣ ଆପ୍ଲାଏ କରିଦେବେ। ଠିକ୍ ଅଛି। ଭଲସେ ବୁଝି ରଖନ୍ତୁ। ଏଇ ଆପ୍ଲିକେସନ୍ ଫର୍ମାଟ୍ଟା ଆପଣ ମୋ ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ଦେଇଦେବି। ସେ ଲିଙ୍କ୍ କ୍ଲିକ୍ କଲେ ଆପଣ ପାଇଯିବେ। ଭଲସେ ବୁଝନ୍ତୁ। ଯଦି କିଛି ଡାଉଟ୍ ହୁଏ ତାହେଲେ କମେଣ୍ଟ ବକ୍ସ ମୋତେ କହିପାରିବେ। ଆପଣମାନେ ବହୁଳ ମୋତେ ଦେଖୁଛନ୍ତି, ଲାଇକ୍ କରୁନାହାନ୍ତି, ସେୟାର କରୁନାହାନ୍ତି, ସବସ୍କ୍ରାଇବ୍ ମଧ୍ୟ କରୁନାହାନ୍ତି। ଦେଖନ୍ତୁ ଆପଣଙ୍କର ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ଦ୍ୱାରା ମୋତେ ବହୁତ ସାରା ମୋଟିଭେଟ୍ ମିଳୁଛି। ଥ୍ୟାଙ୍କ ୟୁ ଫର୍ ଦିସ୍ ୱାଚିଂ।